नमस्कारम। आपण माने समस्ते जिज्ञासु से बहु आगु जानी पारिछंती जे मार्च 29 रे शनि चलन हेबो। शनि चलन रे जेउ मानकर जेतिकी लाभ हेबो ता भी जानती, जेते क्षति हेबो ता भी शुणिछंती। तथापि मु आउ पदे कहूची, हे मोर भाई बंधु कुटुंब, जदि श्रद्धा और विश्वास अच्छी तेबे आग्रहर सहित प्रतिदिन दक्षिण काली को प्रणाम करंतु। मंदिर को जाई मुंडिया मारी किसी कहबेनी, माँ सर्वज्ञा सब जानी परिबा, तेणु खाली जीवे। हेले गोटे कथा आपण जानती, मु जाने, समझ जानती, मंदिर को, गुहाल को, समुद्र कूल को, भौणी घर को, झील घर को खाली हाथ में जाती। तेणु मंदिर गला बेले कालींकर प्रिय मंदार फूल, बेलपत्र जदि मिलिब नहीं जाइथिबे, नहले धूपकाठी नहीं जाइथिबे, कि भोग पैकेट रे गोटे कदल नहीं जाइथिबे, किछि नहले भी टंकेटिए दि टंकिए पैकेट रे नहीं जाइथिबे, तांकर सेही भंडार बाक्स रे पकई दे आसिबे। एति खेले करंतु। दक्षिण काली संतुष्ट हेले शनि ग्रह अवश्य कल्याण करिवे। ये गला अतीत कथा। हेले बंधु, मु आपण मानक सहित जो आलोचना करुथली बृहस्पति चलन उपरे, आउ समय नाही। सेपटरे एप्रिल 14 घंटी बाड़ेलेनी, आउ कहलेनी मासिक राशि बल कहतु ना। आज बृहस्पति चलन रे सिंह राशि उपर कहबार थिला। तेणु जो प्रिय सिंह राशि बंधुगण अपेक्षा थे से मु निवेदन करुछि जे किसी खराब न भावी आज शुणु। एणिकी शुणा एप्रिल 14 पर्यंत कौन ना मासिक राशिफल आज आमे शुणा। एप्रिल 14 रु मे 14 पर्यंत जो मासटी आसीबो सेही अवधि भितरे सिंह राशिर व्यक्ति समुदाय केउ केउ शुभ फल केउ केउ अशुभ फल को स्वागत करिवे। हे सिंह राशिर बंधुगण, शनि चलन होइछि। शनि सिंह राशि पई अष्टम हेला। आगरू अष्टम सेठी थिले बुध, अष्टम बुध, अष्टम शुक्र, अष्टम राहु, अष्टम शनि ही गले। तेबे अष्टम शनि हेले भी सिंह राशि को हृदयर सहित गोटे सुस्थ और सुंदर कल्याण करुछंती। जे से हाथ खाली रखिबेनी, तांका पाखकू लक्ष्मी पठेबे, धनलक्ष्मी। अर्थात सिंह राशि माने समस्ते आर्थिक मानदंड को सुदृढ़ करिपारिबे। बुध अष्टम हेले प्रबल धन दे थांती, बुध भी दया करिवे। शनि देले, बुध देले, बृहस्पति दशम से दबा कथा नुह, किंतु से भी देवे सिंह राशि मानू। राहु से अष्टम, तथापि से
ସୁତଲାଭ ସୁଖଲାଭ କରେଇବେ। ସିଂହ ରାଶି ମାନଙ୍କର ଖରାପ ଅବସ୍ଥାରେ ଥିଲେ ବି ଯେ ହୃଦୟବାନ, ଯେ ବିବେକୀ, ଯାଠି ମଣିଷପଣିଆ ଅଛି, ସେ ଯେଭଳି ପ୍ରକୃତିଗତ ହୋଇ ସାହାଯ୍ୟ ସହଯୋଗ କରିଥାନ୍ତି, ସେହିଭଳି ଅଷ୍ଟମସ୍ତ ଥିଲେ ବି ରାହୁ, ଶନି, ବୁଧ, ସିଂହ ରାଶିର ବ୍ୟକ୍ତି ସମୁଦାୟଙ୍କୁ ଦୟା କରିବେ। ମଙ୍ଗଳ ଦ୍ୱାଦଶସ୍ଥ, ବୃହସ୍ପତି ଦଶମସ୍ଥ, କେତୁ ଦ୍ୱିତୀୟସ୍ଥ। ତେଣୁ ଗ୍ରହମାନେ ସିଂହ ରାଶିକୁ ଆଉ କିଛି ଦିଅନ୍ତୁ ନ ଦିଅନ୍ତୁ ଅର୍ଥ ଦେବେ। ଦ୍ୱିତୀୟରେ ଧନ ସ୍ଥାନରେ କେତୁ ଅଛନ୍ତି। କେତୁ କିଛି ଦେଇପାରିବେନି, କିନ୍ତୁ ଦ୍ୱିତୀୟ ସ୍ଥାନକୁ, ଧନ ସ୍ଥାନକୁ ଯଥାକ୍ରମେ ଶନି, ରବି, ବୁଧ, ରାହୁ ଓ ଶୁକ୍ର ଦୃଷ୍ଟି ଦେଇଛନ୍ତି। 5ଟି ଗ୍ରହ। ତେଣୁ ପଞ୍ଚଗ୍ରହ କଲ୍ୟାଣରେ ସିଂହ ରାଶିର ସମସ୍ତ ବ୍ୟକ୍ତି ଆର୍ଥିକ ସୁଖ ଲାଭ କରିବେ। ବନ୍ଧୁ, ରବି ଏପ୍ରିଲ 14ରୁ ପଣା ସଂକ୍ରାନ୍ତିରୁ ମେଷ ରାଶିକୁ ଯିବେ। ତେଣୁ ସେ ଦିନକୁ ମହାବିଷୁବ ସଂକ୍ରାନ୍ତି କହନ୍ତି। ଭୂଗୋଳ ଭାଷାରେ ବିଷୁବ ରେଖାରେ ରହିବେ ସୂର୍ଯ୍ୟ, ଅର୍ଥାତ୍ ଏପ୍ରିଲ 14ରୁ ମେ 14 ପର୍ଯ୍ୟନ୍ତ ପ୍ରବଳ ଗରମ ହେବ। ତୀକ୍ଷ୍ଣ ସଳଖ କିରଣ ପଡ଼ିବ ପୃଥିବୀ ଉପରେ। ସମସ୍ତେ ଅସ୍ତବ୍ୟସ୍ତ ହେବେ। ହେଲେ ବିଶେଷ ସମସ୍ୟା ହେବନି। ପ୍ରକୃତି ଅନୁକୂଳ ରହିବ। ମଝିରେ ମଝିରେ ବର୍ଷା ହେବ। ହଁ ବନ୍ଧୁ, ଆଜି ଆମେ ସିଂହ ରାଶି ଉପରେ ଯେଉଁ 2 ପଦ ଆଲୋଚନା କରିବା, ତାହାର ପୂର୍ବଭାଗ ତ ଶୁଣିଲେ। ଏବେ ଶୁଣନ୍ତୁ। ଏପ୍ରିଲ 14ରୁ ମେ 14 ଯାଏ ଘଟିବାକୁ ଥିବା ଘଟଣାବଳୀକୁ ନେଇ ଏକ ସନ୍ଦର୍ଭ ପାଠ କରିବା। ସିଂହ ରାଶିର ବ୍ୟକ୍ତି ସମୁଦାୟ ଏ ସମୟକୁ କିପରି ସ୍ୱାଗତ କରୁଛନ୍ତି ଶୁଣନ୍ତୁ। ରବି 10ମ ନକ୍ଷତ୍ର ଓ 11 ନକ୍ଷତ୍ର ମାନେ ମଘା ସିଂହ ଓ ପୂର୍ବଫାଲ୍ଗୁନୀ ସିଂହକୁ ଅତି ସୁଖ ଦେବେ। ଏଣୁ ଏହି 2 ନକ୍ଷତ୍ର ଯାତ୍ରା ସମୟରେ ଘରେ ବା ବାହାରେ ଆଗ ଦକ୍ଷିଣ ପାଦ ପକାଇ ଗମନାଗମନ କରିବେ। ଘରେ ବି ପଢ଼ୁଛନ୍ତି, ବୋଉ ଡାକିଲା, ଧନ ଆ ଖାଇବୁ, ସେଇଠି ବସିଥିଲା ବେଳେ ଆଗ ଡାହାଣ ପାଦ ପକାଇ ଉଠିବେ। ବେଡ଼୍ରେ ଶୋଇଛନ୍ତି, ଆଲାରାମ କହିଲା ଏ ଉଠୁ ଯା, ତେଣୁ ଆଗ ଡାହାଣ ପାଦ ପକାଇ ବେଡ଼୍ରୁ ଓହ୍ଲାଇବେ। ଠାକୁର ଘରକୁ ପୂଜା କରିବାକୁ ଗଲାବେଳେ ତ ଡାହାଣ ପାଦ ଆଗ ପକାଇବେ। ବାହାରକୁ ଗଲାବେଳେ ଡାହାଣ ପାଦ ଆଗ ପକାଇବେ। ମଙ୍ଗଳ ହେବ। ହଁ ମଙ୍ଗଳ ହେବ। ଏକଥା ମୁଁ କହୁନି, ରବି କହୁଛନ୍ତି, ସୂର୍ଯ୍ୟ କହୁଛନ୍ତି। ହେଲା। ଶେଷରେ 12 ନକ୍ଷତ୍ର ମାନେ ଉତ୍ତରଫାଲ୍ଗୁନୀ ନକ୍ଷତ୍ର ବ୍ୟକ୍ତିଗଣ ବିଶେଷ ଭ୍ରମଣ କରିବେ। ହଁ, ଏହି ଭ୍ରମଣ ସମୟରେ ସେମାନେ ଆଗ ବାଁ ପାଦ ପକାଇବେ। 12 ନକ୍ଷତ୍ର, ଉତ୍ତରଫାଲ୍ଗୁନୀ ନକ୍ଷତ୍ର କଥା ଅଲଗା। ଅଷ୍ଟମ ବୁଧ ପ୍ରବଳ ଧନ ଦେଇ ଅଭାବ ପୂରଣ କରି ଆନନ୍ଦିତ କରିବେ। ଯଦି କିଛି ଦେବେ, ଆପଣଙ୍କୁ କହୁଛି ମୁଁ, ସିଂହ ରାଶିର ବନ୍ଧୁଙ୍କୁ କହୁଛି, ଯଦି କିଛି ଦେବେ ଦିଅନ୍ତୁ, ମଙ୍ଗଳ ହେବ। ଦେଇଥିଲେ ପାଇ, ଯାହା ଦେବେ ଇଏ ପୃଥିବୀ ତାଙ୍କୁ ଶୁଦ୍ଧ ମୂଳ ଆକାରରେ
6 ଗୁଣ ଫେରାଇବ ଦିଅନ୍ତୁ ନା। ହଁ, ତେବେ ଆଗ ଡାହାଣ ହାତରେ ଦେବେ, ହେଲେ ବୃହସ୍ପତିଙ୍କ କୃପା ପାଇବେ, ସେ ସୁଖ ଦେବେ। ଯଦି ଆପଣ ଡାହାଣ ଆଚରଣ ଉଚ୍ଚାରଣରେ ଆପଣ ଟିକେ ରାଗି ଲୋକ, ସର୍ଟ ଟେମ୍ପର ଲୋକ, ସିଂହ ରାଶିର ବନ୍ଧୁମାନେ ଫଟକେ ଲାଗିଯାଆନ୍ତି, କିଛି ବୁଝନ୍ତିନି। ଟିକେ ଚରିତ୍ରକୁ ସୁଧାରି ଦିଅନ୍ତୁ, ଆଚରଣରେ ଉଚ୍ଚାରଣରେ ଭଲ ହେଇଯାଆନ୍ତୁ, ସମସ୍ତେ ଭଲ ପାଇବେ। ଆପଣ ଆଚରଣ ଓ ଉଚ୍ଚାରଣରେ ସୁନ୍ଦର ବ୍ୟବହାର କରିବେ ତ ଆପଣଙ୍କର ମଙ୍ଗଳ ହେବ, ଆପଣଙ୍କୁ ସମ୍ମାନ ଲାଭ ହେବ, ସମସ୍ତେ ଆଦର କରିବେ। ସାବଧାନ ରୁହନ୍ତୁ, ଦ୍ୱିତୀୟ କେତୁ ଯୋଗୁଁ ଧନ ନଷ୍ଟ ହେବ, ଏପରିକି ଚୋରି ହୋଇଯାଇପାରେ। ଅଷ୍ଟମ ରାହୁ, ଅଷ୍ଟମ ଶନି, ଅଷ୍ଟମ ଶୁକ୍ର, ଦଶମ ଗୁରୁଙ୍କ ପାଇଁ ଅଭାବ ମାଡ଼ି ଆସିବ। ଯଦିଓ ଆୟ ବ୍ୟୟ ସମାନ ରହିବ, ତଥାପି ଡର ଲାଗୁଛି ବ୍ୟୟ ବଢ଼ିଯାଇପାରେ। ତେଣୁ ଜଗି ରଖି ଖର୍ଚ୍ଚ କରନ୍ତୁ। ଦ୍ୱାଦଶ ମଙ୍ଗଳ କିଛି ଦୁଃସମ୍ବାଦ ଶୁଣାଇ ଦୁଃଖିତ କରିବେ। ଆର୍ଥିକ ସମସ୍ୟା ଉପୁଜିପାରେ, ତେଣୁ ପାରିବାରିକ ଶାନ୍ତି ଭଙ୍ଗ ହେବ। ପାରିବାରିକ ଶାନ୍ତି ଭଙ୍ଗର କାରଣ ଅଭାବ, ତେଣୁ ମହିଳାମାନେ ଏଥିପାଇଁ ଚିନ୍ତିତା ରହିବେ। ଦଶମରେ ମାନେ କର୍ମକ୍ଷେତ୍ରରେ ବୃହସ୍ପତି, ଦଶମ ବୃହସ୍ପତିଙ୍କ ପାଇଁ କର୍ମକ୍ଷେତ୍ରରେ ଅଶାନ୍ତ ପରିବେଶ ସୃଷ୍ଟି ହେବ। ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ବେଶୀ। ଧାର ଉଧାର କରି ବ୍ୟବସାୟ ବଢ଼େଇବେ, କିନ୍ତୁ ବିକ୍ରି ବଟା ଭଲ ହେବନି। ତେଣୁ ମାନସିକ ଅବସ୍ଥା ଅସମ୍ଭାଳ ହେଇଯିବ, ଭାଙ୍ଗି ପଡ଼ିବେ। ମାତ୍ର ଯଦି କଠିନ ପରିଶ୍ରମ କରି ମନକୁ ବୁଝାଇ କର୍ମ କରିବେ, ତେବେ ସହଜରେ ସମସ୍ୟାର ସମାଧାନ ହେବ, ସମ୍ମାନ ବଢ଼ିବ। ଛାତ୍ରମାନେ କଠିନ ପରିଶ୍ରମ କରିବେ, ଭଲ ଫଳ ପାଇବେ। ଆଉ ସମସ୍ତ ବୃତ୍ତିର ଲୋକେ, ଆଇନଜୀବୀ ହୁଅନ୍ତୁ, ଚିକିତ୍ସକ ହୁଅନ୍ତୁ, କର୍ମଚାରୀ ହୁଅନ୍ତୁ, ସରକାରୀ କର୍ମଚାରୀ ହୁଅନ୍ତୁ ବା କମ୍ପାନୀ ଚାକିରିଆ ହୁଅନ୍ତୁ, ଯିଏ ଯେଉଁ ବୃତ୍ତି କରୁଛନ୍ତି, ବ୍ରାହ୍ମଣଙ୍କର ପୌରୋହିତ୍ୟ ବା ସୁନାରୀମାନଙ୍କର ସ୍ୱର୍ଣ୍ଣ କାର୍ଯ୍ୟ, ଯିଏ ଯେଉଁ ବୃତ୍ତି କରୁଛନ୍ତି, ସମସ୍ତଙ୍କ କାର୍ଯ୍ୟରେ ଟିକେ ବିଘ୍ନ ସୃଷ୍ଟି ହେବ, ବାଧା ସୃଷ୍ଟି ହେବ। ଯେମିତି ଚାଲୁଥିଲା ସେମିତି ଚାଲିବନି। ଏହା ଜାଣିଲା ପରେ ଯଦି ଆପଣ ନିଜର ଆଚରଣ ଉଚ୍ଚାରଣକୁ ନ ବଦଳେଇବେ, ତାହେଲେ ପସ୍ତେଇବେ। ସମସ୍ତଙ୍କ ସହିତ ମଧୁର ବ୍ୟବହାର କରନ୍ତୁ, ହସି ହସି ଦ୍ୱିପଦ କଥାବାର୍ତ୍ତା କରନ୍ତୁ। ମନେ କରନ୍ତୁ ମୁଁ ଆପଣଙ୍କ ଦ୍ୱାରରେ ପହଞ୍ଚି କରି କ'ଣ କଟୁକଥା କହିଦେଲି, ବାଜେ ଲୋକଟା, ରାଗିବେନି, ଜମା ରାଗିବେନି, ଜମା ରାଗିବେନି, ହସିଦେବେ। କ'ଣ କହିଲେ, ମୁଁ ତ ସେମିତିଆ, ଆଉ କ'ଣ କରିବି, ମୋର ତ ଭୁଲ ହେଇଯାଉଛି। ଆଉ ଆପଣ ଭଳିଆ ଲୋକ ଯଦି କ୍ଷମା ନ କରିବେ, କ୍ଷମା କିଏ କରିବ? ବନ୍ଧୁ ନମସ୍କାର।